ମୁଁ ପ୍ରୟାସ ଆପଣଙ୍କୁ ସ୍ୱାଗତ କରୁଛି ଏହି ନଲେଜ ୱାର୍ଲ୍ଡ ଚ୍ୟାନେଲକୁ। ଏହି ଭିଡ଼ିଓ ବନେଇବାର ଅଭିପ୍ରାୟ ଏହି ଯେ ବହୁତ ଲୋକ ଗଛ ଲଗାଇବା ପାଇଁ ଚାହାନ୍ତି କିନ୍ତୁ ଭଲସେ ଗଛଟି ବଢ଼େ ନାହିଁ। ଏଥିପାଇଁ ବହୁତ ଲୋକ ରାସାୟନିକ ସାର ଏବଂ ଜୈବ ସାର ବି ମଧ୍ୟ ପ୍ରୟୋଗ କରନ୍ତି, କିନ୍ତୁ ରାସାୟନିକ ସାର ପ୍ରୟୋଗ କରିବା ଦ୍ୱାରା ଏହା ଗଛ ପ୍ରତି ହାନିକାରକ ଅଟେ। ଆମେ ଜୈବ ସାର ପ୍ରୟୋଗ କଲେ ଗଛଟି ବହୁତ ଭଲ ଭାବରେ ବଢ଼େ ଏବଂ ପ୍ରଚୁର ଫୁଲ ଆଣିବାରେ ସାହାଯ୍ୟ କରେ। ଏହି ଜୈବ ସାର ପଦ୍ଧତି ବହୁତ ରାଜ୍ୟର ସରକାର ବର୍ତ୍ତମାନ ଅବଲମ୍ବନ କଲେଣି, କାହିଁକି ନା ରାସାୟନିକ ସାର ଦ୍ୱାରା ମନୁଷ୍ୟମାନଙ୍କର ଦେହ ଦିନକୁ ଦିନ ଖରାପ ହେଲାଣି। ସେଥିପାଇଁ ସମସ୍ତେ ଜୈବ ସାର ପ୍ରୟୋଗ କରିବା ଆବଶ୍ୟକତା ରହିଛି। ଆଜି ଆପଣଙ୍କୁ ମୁଁ ଗୋଲାପ ଗଛରେ ପ୍ରୟୋଗ ହେଉଥିବା ଜୈବ ସାର ବିଷୟରେ କହିବି। ଜୈବ ସାର ଯଦି ବ୍ୟବହାର କରିବେ ତାହେଲେ ଆପଣଙ୍କୁ ରାସାୟନିକ ସାରର ଆବଶ୍ୟକତା ପଡ଼ିବନି। ଏମିତି ବି ରାସାୟନିକ ସାର ଆପଣ ଯଦି ବ୍ୟବହାର କରୁଛନ୍ତି ତାହେଲେ ଗଛ ବି ମରିଯାଉଛି କିଛି କ୍ଷେତ୍ରରେ। ତେଣୁ ଆପଣ ଜୈବ ସାର ବ୍ୟବହାର କଲେ ଆପଣଙ୍କ ଗଛରେ କେବେ ବି କିଛି ଅସୁବିଧା ହେବ ନାହିଁ। ଏଥିପାଇଁ ଆମେ ଘରର ପରିବାପତ୍ରର ଚୋପା ଏବଂ ଯେଉଁ ୱେଷ୍ଟ ଜିନିଷ ଗୁଡ଼ା ରହିଲା ତାକୁ ମଧ୍ୟ ବ୍ୟବହାର କରି ବହୁତ ଭଲ ଜୈବ ସାର ପ୍ରସ୍ତୁତ କରିପାରିବା। ମୁଁ ଯେଉଁ ଜୈବ ସାର ଏବେ କହୁଛି ଗୋଲାପ ଗଛ ପାଇଁ ଆବଶ୍ୟକତା ରହିଛି, ତ ସେଥିପାଇଁ ଆମେ ନେଉଛେ 2ଟି ପିଆଜର ଚୋପା ଯେଉଁଟା ଆମେ ଫୋପାଡ଼ି ଦେଉଛେ ଏବଂ ଗୋଟିଏ କଦଳୀର ଚୋପା, ଗୋଟେ ପିସ୍ ଚକ୍ ଏବଂ 4ରୁ 5 ଚାମଚ ଚା ପତି ଯେଉଁଟା ଆମେ ବ୍ୟବହାର କରିବା ପରେ ଫୋପାଡ଼ି ଦେଉଛେ ସେଇ ଚା ପତି। ପିଆଜରେ ଯେଉଁ ମିନେରାଲ୍ସ ଗୁଡ଼ିକ ବା ସାର ଗୁଡ଼ିକ ରହିଛି ସେଗୁଡ଼ାକ ହେଲା ପୋଟାସିୟମ୍, ଆଇରନ୍, ନାଇଟ୍ରୋଜେନ୍ ଏବଂ ଫସ୍ଫରସ୍। ଚକ୍ରେ ତ କ୍ୟାଲସିୟମ୍ ରହିଛି, ବାନାନାରେ ପୋଟାସିୟମ୍ ରହିଛି, ମ୍ୟାଗ୍ନେସିୟମ୍ ରହିଛି ଏବଂ ଫସ୍ଫରସ୍ ରହିଛି। ଟି ଲିଭ୍ସରେ ନାଇଟ୍ରୋଜେନ୍ ରହିଛି, ପୋଟାସିୟମ୍ ରହିଛି ଏବଂ ଫସ୍ଫରସ୍ ରହିଛି। ଫସ୍ଫରସ୍କୁ ମଧ୍ୟ ରୁଟିଂ ହର୍ମୋନ୍ କୁହାଯାଏ, ଯେଉଁଟା ଚେର ବୃଦ୍ଧି ପାଇଁ ବ୍ୟବହୃତ ହୁଏ। ଆଉ ପୋଟାସିୟମ୍ ଆମର ଗଛରେ ଖାଦ୍ୟ, ପାଣି ଓ ପ୍ରତିଟି ଜାଗାକୁ ଭଲ ଭାବରେ ପରିବହନ କରେ, ଯେଉଁଥିପାଇଁ ପ୍ଲାଣ୍ଟର ଗ୍ରୋ ଭଲସେ ହୁଏ। ଏବଂ ନାଇଟ୍ରୋଜେନ୍ ଗଛରେ ଆମର କ'ଣ କରେ ନା ଫଳ ଏବଂ ଫୁଲ ଆଣିବାରେ ସାହାଯ୍ୟ କରେ। ଆସନ୍ତୁ ଆମେ ପ୍ରତିଟି ଉପାୟ ଶିଖିବା ଯେ କେମିତି ଆମେ ଏହି ଦ୍ରବଣ ବା କମ୍ପାଉଣ୍ଡଟା ଆମେ ପ୍ରସ୍ତୁତ କରିପାରିବା। ଗୋଟିଏ ପାତ୍ରରେ କିଛି ପାଣି ନେବା ଏବଂ ସେଥିରେ ଆମ ଛଡ଼େଇଥିବା ପିଆଜ ଚୋପା ତାକୁ ଆମେ ସେଥିରେ ଭଲସେ ଭିଜେଇ ଦେବା। କିଛି ସମୟ ପିଆଜଟି ପାଣିରେ ଭିଜିଗଲା ପରେ ଦେଖିବେ ପାଣିର କଲର୍ ନାଲି ହେଇଯିବ। ଯେହେତୁ ପିଆଜରେ ରିଚ୍ ଆମାଉଣ୍ଟ ଅଫ୍ ପୋଟାସିୟମ୍, ଆଇରନ୍, ନାଇଟ୍ରୋଜେନ୍ ଏବଂ ଫସ୍ଫରସ୍ ରହିଛି, ଏହା ଗଛ ପ୍ରତି ବହୁତ ଲାଭଦାୟକ। ଫସ୍ଫରସ୍ର ଜୈବ ଗୁଣ ଯୋଗୁଁ ଏହା ଗଛର ଚେର ନୂତନ ସୃଷ୍ଟି କରେ ଏବଂ ବୃଦ୍ଧି ମଧ୍ୟ କରେ। ପୋଟାସିୟମ୍ ଯୋଗୁଁ ଗଛଟି ଭଲ ଭାବରେ ବଢ଼େ, ଯେଉଁଥିପାଇଁ ଲୋକମାନେ NPK ସାର ବଜାରରେ ମିଳୁଥିବା NPK ସାରକୁ ବ୍ୟବହୃତ କରନ୍ତି। NPK ସାର ହେଉଛି ନାଇଟ୍ରୋଜେନ୍ ଏବଂ ପୋଟାସିୟମ୍ ଯୁକ୍ତ ସାର। ସେଇଟା ହେଉଛି ଏକ ରାସାୟନିକ ସାର, କିନ୍ତୁ ଆମକୁ ଜୈବ ସାର ପ୍ରୟୋଗ କଲେ ଗଛର ଭଲ ଭାବରେ ବୃଦ୍ଧି ହୁଏ। ତେଣୁ ଆମେ ଜୈବ ସାର ପ୍ରୟୋଗ କରିବା ଉଚିତ। ଏବେ ଆମେ ଯେଉଁ ନେଇଥିବା ଚକ୍ ଖଣ୍ଡଟିକୁ ତାକୁ ଭଲ ଭାବରେ ଗୁଣ୍ଡ କରିଦେବା। ସେହି ଗୁଣ୍ଡଟିକୁ ଆମେ ଯେଉଁ ପିଆଜ ଦ୍ରବଣ ରହିଲା ତା ଦେହରେ ମିଶାଇବା ଏବଂ କଦଳୀ ଯେଉଁ ନେଇଥିବା କଦଳୀ ଚୋପା ତାକୁ ମଧ୍ୟ ସେ ଦ୍ରବଣରେ ମିଶାଇ ଦେବା ଏବଂ କିଛି ସମୟ ପାଇଁ ଆମେ ତାକୁ ଛାଡ଼ିଦେବା। ଛାଡ଼ିଦେଲେ କ'ଣ ହେବ ନା ସେ ଯେଉଁ ନ୍ୟୁଟ୍ରିଏଣ୍ଟସ୍ ଅଛି, ଯେଉଁ ଭିଟାମିନ୍ ଗୁଡ଼ାକ ଅଛି କଦଳୀରେ, ସେ ଆପେ ଆପେ ଚାଲିଯିବ ସେଇ ଆମର ପିଆଜ ପାଣି। ଏହାଦ୍ୱାରା ବହୁତ ଭଲ ଜୈବିକ ସାରଟି ପ୍ରସ୍ତୁତ ହୋଇପାରିବ, ଯେଉଁ ସାରଟି ଆମର ଗଛକୁ ଭଲ ଭାବରେ ବୃଦ୍ଧି କରିବା ପାଇଁ ସହାୟକ ହେବ। ପିଆଜ ପାଣିରେ ଆମେ ଯେଉଁ କଦଳୀ ଚୋପାଟି ପକାଇଥିଲେ ତାକୁ 2ରୁ 3 ଘଣ୍ଟା ଆମେ ଛାଡ଼ିଦେବା। ନଚେତ୍ ଯଦି ଆପଣଙ୍କୁ ସମୟ କମ୍ ଲାଗୁଛି ତାହେଲେ ଆପଣ କ'ଣ କରିବେ ନା ସେ କଦଳୀ ଚୋପାଟିକୁ ପିଆଜ ପାଣିରେ ପକାଇ ତାକୁ ଭଲ ଭାବରେ ଚୁପୁଡ଼ି ଦେବେ, ମକଚି ଦେବେ। ମକଚି ଦେବା ଦ୍ୱାରା ତା ଦେହରେ ଯେଉଁ ଆମର ମିନେରାଲ୍ସ ଗୁଡ଼ିକ ରହିଛି ସେ ମଧ୍ୟ ସେଇ ପାଣିରେ ମଧ୍ୟ ମିଶିଯିବ। ପିଆଜକୁ ମଧ୍ୟ ଯେତେବେଳେ ଆପଣ ପାଣିରେ ପକାଇବେ ସେମିତି 2ରୁ 3 ଘଣ୍ଟା ଛାଡ଼ିଦେବେ। ନାହିଁ ପୁନଶ୍ଚ ଯଦି ଆପଣଙ୍କ ସମୟ ଅଭାବ ଅଛି ତାହେଲେ ଆପଣ କ'ଣ କରିପାରିବେ ନା ସେଇ
ପିଆଜ ପାଣିଟିକୁ ଗରମ କରିଦେବେ। ତ ତା ଦ୍ୱାରା ଯେଉଁ ଇନଗ୍ରେଡ଼ିଏଣ୍ଟସ୍ ଥିବ ସେ କ'ଣ ହେବ ନା ପାଣିରେ ଭଲ ଭାବରେ ମିଶିଯିବ। ତାପରେ ସେ ପାଣିଟିକୁ ଥଣ୍ଡା କରିଦେବେ। ଥଣ୍ଡା କରିସାରିଲା ପରେ ତା ଦେହରେ ଆପଣ କ'ଣ କରିବେ ନା ଏଇ କଦଳୀ ଚୋପା ପକାଇବେ। ଆଉ ଏଇ ଯେଉଁ ଆମ ଉପାୟଟି ମୁଁ ଆପଣଙ୍କୁ କହିଲି ତାକୁ ଆପଣ ଫଲୋ କରିବେ। ଏବଂ ସେଥିରେ ଆଗରୁ ପ୍ରସ୍ତୁତ କରିଥିବା ଚକ୍ ଗୁଣ୍ଡ ଯେଉଁଥିରେ ଆମର କ'ଣ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ରହିଛି, ତ ତାକୁ ତା ଦେହରେ ପକାଇଦେବା। ଏବଂ ଚା' ପତି ମଧ୍ୟ ତା ଦେହରେ ପକାଇଦେବା। ସେଇ ପାଣିରେ ଯେଉଁ ଚା' ପତି ଆମେ ବ୍ୟବହାର କରିସାରିବା ପରେ ପିଇ ସାରିବା ପରେ ଯେଉଁ ଚା' ପତି ଆମେ ଫୋପାଡ଼ି ଦେଉଛେ, ସେଇ ଚା' ପତିକୁ ଆମେ କ'ଣ କରିବା ନା ବ୍ୟବହାର କରିବା। ଏବଂ ଏଗୁଡ଼ିକ ପକାଇ ସାରିବା ପରେ ଏହି ମିଶ୍ରଣଟିକୁ ଭଲ ଭାବରେ ଗୋଳାଇ ଦେବା, ଯାହାଦ୍ୱାରା ଦ୍ରବଣଟି ଭଲ ଭାବରେ ପ୍ରସ୍ତୁତ ହୋଇପାରିବ। ଏବଂ ଏହି ଦ୍ରବଣକୁ ନେଇକି ଆମେ ଗଛର ମୂଳରେ ଢାଳିବା। ଯେହେତୁ ଏହା ଏକ ଜୈବ ସାର, ଏହା ଗଛକୁ ଭଲ ଭାବରେ ବୃଦ୍ଧି କରିବାରେ ସହାୟକ ହେବ। ଏବଂ ଏହା ପୂର୍ବରୁ ଆମକୁ କ'ଣ କରିବାକୁ ପଡ଼ିବ ନା ଯେତେକ ଶାଖା, ଯେଉଁ ଶାଖା ଗୁଡ଼ିକରେ ଫୁଲ ଫଳ ଆସୁନାହିଁ, ତ ସେଇ ଶାଖା ଗୁଡ଼ିକୁ ଆମେ କ'ଣ କରିବା ନା କାଟିଦେବା। ଆଉ ଯେଉଁ ଶାଖା ଗୁଡ଼ାକ ମରିଯାଇଛି ସେ ଶାଖା ଗୁଡ଼ିକୁ ମଧ୍ୟ ଆମେ କ'ଣ କରିବା କାଟିଦେବା। କାଟି ସାରିବା ପରେ ଏବଂ ଗୋଲାପ ଗଛର ମୂଳରେ ଯେଉଁ ମାଟି ଗୁଡ଼ିକ ଅଛି, ଯେଉଁ ମୃତ୍ତିକା ଗୁଡ଼ିକ ଅଛି, ତାକୁ ଭଲ ଭାବରେ ଟିକେ ଖୋଳିଦେବା। ଖୋଳିଦେଲେ କ'ଣ ହେବ ନା ଆମେ ଯେଉଁ ମିଶ୍ରଣଟି ଦେବା ତା ଭଲ ଭାବରେ ସେ ଭିତରକୁ କ'ଣ କରିବ ନା ଯାଇପାରିବ। ଏବଂ ପୁରୁଣା ମୃତ୍ତିକା ଗୁଡ଼ିକ ଯେଉଁଗୁଡ଼ିକ ଅଛି ଗଛ ମୂଳରେ ସେଗୁଡ଼ିକ ଆମେ କାଢ଼ିଦେବା। ତା ଜାଗାରେ ଆମେ ଘରର ପନିପରିବାକୁ ନେଇ ତିଆରି କରିଥିବା କମ୍ପୋଷ୍ଟ, ସେ କମ୍ପୋଷ୍ଟକୁ ଆମେ କ'ଣ କରିବା ତା ମୂଳରେ ଦେବା। କିମ୍ବା ସମସ୍ତେ ଜାଣିଥିବେ ଗୋବର, ଗାଈର ଗୋବର ବହୁତ ଭଲ ଭାବରେ ବ୍ୟବହୃତ ହୁଏ କମ୍ପୋଷ୍ଟ ଭାବରେ। ତ ଆମେ ସେ ଗାଈର ଗୋବରକୁ କିଛି ଦିନ ରଖିଦେଲା ପରେ ଏହା ଏକ କମ୍ପୋଷ୍ଟରେ ପରିଣତ ହୋଇଯିବ। ସେ ଯେଉଁ ମୃତ୍ତିକା ସୃଷ୍ଟି ହେବ ସେହି ମୃତ୍ତିକାକୁ ଗଛର ମୂଳରେ ଦେଲେ ଗଛ ବହୁତ ଭଲ ଭାବରେ ମଧ୍ୟ ଗ୍ରୋ କରିବ। ତାହାପରେ ଆମେ କ'ଣ କରିବା ନା ଯେଉଁ ପାଣି ଆମେ ଦ୍ରବଣ ପ୍ରସ୍ତୁତ କରିଥିବା ସେହି ଦ୍ରବଣଟିକୁ ଗଛର ମୂଳରେ କ'ଣ କରିବା ନା ଆମେ ଢାଳିବା। ସାଙ୍ଗମାନେ, ମୁଁ ଏହି ଉପାୟଟିକି ଆଗରୁ ଅବଲମ୍ବନ କରିସାରିଛି ଏବଂ ଆପଣମାନେ ଦେଖିପାରିବେ ଯେ ପ୍ରତିଟି ଶାଖାରେ କେତେ ଭଲ ଭାବରେ ନୂଆ ଶାଖା ଡେଭଲପ୍ ହୋଇଛି। ଯେଉଁ ନୂଆ ଶାଖା ଗୁଡ଼ିକ ଆସିବ ସେଥିରେ ମଧ୍ୟ ବହୁତ ଭଲ ଫୁଲ ଫୁଟିବ। ଏହିଭଳି ଭାବରେ ଆମେ ଯଦି ଜୈବ ସାର ପ୍ରୟୋଗ କରିବା ତାହେଲେ ଗଛରେ ଫୁଲ ଫଳର ଅଭାବ କେବେ ବି ରହିବ ନାହିଁ। ଦେଖନ୍ତୁ ବନ୍ଧୁମାନେ, ଏହି ଗଛରେ କୋଉଭଳି ଭାବରେ କଢ଼ ଆସିଛି। ଯଦି ଆପଣ କହିବେ ଆମେ ଗଛରେ ଯେଉଁ କମ୍ପୋଷ୍ଟ ଦିଆଯାଏ ତାହା କେମିତି ପ୍ରସ୍ତୁତ ହୁଏ, ମୁଁ ମଧ୍ୟ ଆପଣଙ୍କୁ ଶିଖାଇବି। କମ୍ପୋଷ୍ଟ ଦ୍ୱାରା ଆମର ଗଛ ମଧ୍ୟ ବହୁତ ଭଲ ଭାବରେ ବୃଦ୍ଧି ହୁଏ। ଘରର ଯେଉଁ ପନିପରିବା ଚୋପା ଆମେ ଫୋପାଡ଼ି ଦେଉଛେ, ସେହି ପନିପରିବା ଚୋପାକୁ ଆମେ ଗଛର କମ୍ପୋଷ୍ଟ ଭାବରେ ବ୍ୟବହାର କରିପାରିବା। ଯେଉଁ ଆମେ ମୃତ୍ତିକା ଗଛ ପାଇଁ ଦେଉଛେ ତା ବଦଳରେ ଆମେ କିଛି କମ୍ପୋଷ୍ଟ ବ୍ୟବହାର କରିପାରିବା ଏବଂ ଅଳ୍ପ କିଛି ମୃତ୍ତିକା ତା ଦେହରେ ଆଡ଼୍ କରିପାରିବା। ଏବଂ ନହେଲେ ଆମେ ଯେଉଁ ଗାଈର ଗୋବର, ପ୍ରାୟ ଜାଗାରେ ଦେଖିଥିବେ ଯାହାର ଗାଈ ଅଛି କିମ୍ବା କେଉଁଠି ଯଦି ଗୋବର ପଡ଼ିଛି ତାକୁ ଗୋଟେ ଜାଗାରେ ଆମେ ଯଦି ଆଣିକି ରଖିଦେବା କିଛି ଦିନ ପରେ, ତାହା ବହୁତ ଭଲ କମ୍ପୋଷ୍ଟ ବା ଆମର ବହୁତ ଭଲ ମୃତ୍ତିକା ଭାବରେ ପରିଣତ ହୋଇଯିବ। ତାକୁ ଯଦି ଆମେ ପ୍ରୟୋଗ କରିବା ଗଛରେ, ତାହେଲେ ସେ ଗଛଟି ବହୁତ ଭଲ ଭାବରେ ବଢ଼ିବ। ଯାହାଫଳରେ ଗଛ ପାଇଁ କିଛି ରାସାୟନିକ ସାରର ଆବଶ୍ୟକତା ପଡ଼ିବ ନାହିଁ। କାହିଁକି ଆପଣ ଜାଣିଥିବେ ଆଜିକାଲି ରାସାୟନିକ ସାର ପ୍ରୟୋଗ କରିବା ଦ୍ୱାରା କିମ୍ବା ରାସାୟନିକ ସାରର ପଦାର୍ଥ ଆମେ ଖାଇବା ଦ୍ୱାରା ଆମ ଦେହରେ ବହୁତ ପ୍ରକାର ରୋଗ ସୃଷ୍ଟି ହୋଇଥାଏ। ତେଣୁ ଆମେ ରାସାୟନିକ ସାର କେବେ ବି ଗଛରେ ପ୍ରୟୋଗ କରିବା ନାହିଁ। ତା ବଦଳରେ ଆମେ ଯଦି ଜୈବ ସାର ପ୍ରୟୋଗ କରିବା ତାହେଲେ ଏହି ଗଛକୁ ବୃଦ୍ଧି କରିବାରେ ବହୁତ ଭଲ ଭାବରେ ସହାୟକ ହେବ ଏବଂ ଫୁଲ ଫଳ ପ୍ରଚୁର ପରିମାଣରେ ଆସିବ। ଆପଣମାନେ ଦେଖନ୍ତୁ ଗଛରେ କେଉଁଭଳି ଭାବରେ ଫୁଲ ଏବଂ କଢ଼ ଆସିଛି। ମୁଁ ମଧ୍ୟ ଆଉ ଗୋଟିଏ ଉପାୟ ଆପଣମାନଙ୍କୁ କହିବାକୁ ଭୁଲିଗଲି ଯେ ଯେଉଁ ଡାଳରେ ଆମର ଫୁଲ ଫୁଟେ ନାହିଁ କିମ୍ବା ଫୁଲ ଫୁଟିଥିବା ଡାଳକୁ ଆମେ ଛିଡ଼େଇ ସାରିବା ପରେ ତାକୁ ଭଲସେ କାଟିଦେବା ଏବଂ ସେ ଜାଗାରେ ଯଦି ଆମେ କିଛି ହଳଦୀ ଲଗାଇଦେବା ତାହେଲେ ସେ ଡାଳଟି କେବେ ଶୁଖିବ ନାହିଁ ଏବଂ ସେହି ଡାଳର ଚତୁଃପାର୍ଶ୍ୱରୁ କଢ଼ କିମ୍ବା ନୂଆ କଲି ସୃଷ୍ଟି ହେବ।
ହଳଦୀ ହେଉଛି ଏକ ଆଣ୍ଟିବ୍ୟାକ୍ଟେରିଆଲ ପଦାର୍ଥ, ଯାହାକୁ ବ୍ୟବହାର କରିବା ଦ୍ୱାରା ସେ ଜାଗାରେ କୌଣସି ପୋକ ମାଛି ବସନ୍ତି ନାହିଁ ଏବଂ ସେ ଡାଳଟି ସବୁବେଳେ ଜୀବିତ ରୁହେ। ତାହାର ଚତୁଃପାର୍ଶ୍ୱରୁ ସବୁବେଳେ କଲି ସୃଷ୍ଟି ହେବ। ଆପଣ ଦେଖିବେ ମୁଁ ହଳଦୀ ଯେଉଁ ଜାଗା ଗୁଡ଼ିକ ମୁଁ କାଟିଥିଲି କିମ୍ବା ଏବେ କିଛି ଯେଉଁ ଡାଳ ଗୁଡ଼ିକ ଯେଉଁ ମୁଁ କାଟିଲି, ତ ସେ ଡାଳ ଗୁଡ଼ିକରେ ମୁଁ ହଳଦୀ ପ୍ରୟୋଗ କରୁଛି ଏବଂ ଆଗରୁ ଯେଉଁ ଡାଳ ଗୁଡ଼ିକରେ ମୁଁ ହଳଦୀ ପ୍ରୟୋଗ କରିଥିଲି, ତ ସେ ଡାଳ ଗୁଡ଼ିକୁ ମଧ୍ୟ ମୁଁ ଆପଣଙ୍କୁ ଦେଖେଇବି ସେ ଡାଳ କେମିତି ଜୀବିତ ଅଛି ଏବଂ ତା ଆଖପାଖରୁ କେମିତି ଆମର ଗୋଲାପର କଲି ସୃଷ୍ଟି ହୋଇଛି। ଦେଖନ୍ତୁ, ଏହି ଡାଳ ଗୁଡ଼ିକ ମୁଁ ଆଗରୁ କାଟିଛି ଏବଂ ସେହି ଡାଳ ଗୁଡ଼ିକ ଦେଖନ୍ତୁ ସମ୍ପୂର୍ଣ୍ଣ ଭାବରେ ଜୀବିତ ଅଛି ଏବଂ ତାର ପାଖକୁ ଲାଗି କଲି ସୃଷ୍ଟି ହେଇଛି। ଏହି ଭିଡ଼ିଓ ପରେ ମୁଁ ଆପଣଙ୍କୁ ଆଉ ଗୋଟେ ଭିଡ଼ିଓ ମଧ୍ୟ ପଠାଇବି ଯେ ସେବତୀ ଗଛକୁ କେମିତି ଭଲ ଭାବରେ ଗ୍ରୋ କରାଯାଇପାରିବ ଏବଂ ତାର କେମିତି ରକ୍ଷଣାବେକ୍ଷଣ କରାଯାଇପାରିବ, ଯାହାଫଳରେ ଆମକୁ ପ୍ରତି ସିଜିନରେ ବାରମ୍ବାର ସେବତୀ ଗଛକୁ ରୋପଣ କରିବାକୁ ପଡ଼ିବ ନାହିଁ। କାହିଁକି ନା ସେବତୀ ଗଛ ଏକ ବି ସିଜନାଲ ଫ୍ଲାୱାର ଏବଂ ପ୍ରତି ସିଜନରେ ଆମେ ତାକୁ ଆଣି ଘରେ ଲଗାଉ। ଏହାକୁ ଆମେ ବର୍ଷକ 12 ମାସ ରଖି ନୂଆ ସିଜିନ୍ ପାଇଁ କେମିତି ପ୍ରସ୍ତୁତ କରିପାରିବା ସେଇଟା ମୁଁ ଆପଣଙ୍କୁ ଜଣାଇବି। ସେଥିପାଇଁ ଆପଣ ଏହି ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।